ଆଚ୍ଛା, ଆସନ୍ତୁ 1944 ମସିହାର ଏକ ଅବିଶ୍ୱସନୀୟ ଐତିହାସିକ ସମୟଖଣ୍ଡ ଭିତରକୁ ଯିବା। ଆଜିର ଏହି ବିଶ୍ଳେଷଣରେ ଆମେ ଦେଖିବା ଯେ ସେହି ସମୟରେ ଗୋଟିଏ ପ୍ରାଦେଶିକ ସରକାର କିପରି ଏକା ସାଙ୍ଗରେ ଏକ ବିଶ୍ୱଯୁଦ୍ଧ ଏବଂ ଘରୋଇ ସଙ୍କଟର ସଫଳତାର ସହ ସମ୍ମୁଖୀନ ହୋଇଥିଲେ। ଏହା ପ୍ରକୃତରେ ବହୁତ ରୋମାଞ୍ଚକର। ଟିକେ ଭାବନ୍ତୁ ତ, ଏକା ସାଙ୍ଗରେ ଗୋଟିଏ ପ୍ରଦେଶ, ଏକ ବିଶ୍ୱଯୁଦ୍ଧ, ଭୟଙ୍କର ଖାଦ୍ୟ ସଙ୍କଟ ଏବଂ ନିଜର ଶିକ୍ଷା ବ୍ୟବସ୍ଥାକୁ କିପରି ପରିଚାଳନା କରିପାରେ? ଏହି ଆଶ୍ଚର୍ଯ୍ୟଜନକ ପ୍ରଶ୍ନର ଉତ୍ତର ବ୍ରିଟିଶ ଭାରତର ଗୋଟିଏ ଉଲ୍ଲେଖନୀୟ ଦସ୍ତାବେଜରେ ସମ୍ପୂର୍ଣ୍ଣ ରୂପେ ସାଉଁଟି ହୋଇ ରହିଛି। ଆସନ୍ତୁ ଖୋଲିବା ସେହି ଇତିହାସର ଫର୍ଦ୍ଦ। ପ୍ରଥମେ ଆସନ୍ତୁ ଦେଖିବା ଏହି ଓଡ଼ିଶା ରିଭ୍ୟୁର ଏକ ଝଲକ। ଏହାର ପ୍ରଥମ ସଂସ୍କରଣ ଭିତରେ କ'ଣ ସବୁ ଲୁଚି ରହିଛି, ଆସନ୍ତୁ ଜାଣିବା। ଏ ଯେଉଁ ଧୂଳିଧୂସରିତ ପୁରୁଣା ଦସ୍ତାବେଜଟି ଦେଖୁଛନ୍ତି ନା, ଏହା ହେଉଛି 1944 ମସିହା ଏପ୍ରିଲ 7 ତାରିଖରେ କଟକରୁ ପ୍ରକାଶିତ ପ୍ରଥମ ସଂସ୍କରଣର ମୁଖପୃଷ୍ଠା। ଆଉ ସବୁଠୁ ବଡ଼ କଥା ହେଉଛି, ମାତ୍ର ଅଧଅଣା ମୂଲ୍ୟର ଏହି ପତ୍ରିକାଟି ସେହି ବିରାଟ ଅନିଶ୍ଚିତତା ସମୟରେ ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ପାଇଁ ତିଆରି କରାଯାଇଥିଲା। ଆପଣ ଜାଣିଛନ୍ତି କି ସେତେବେଳେ ପ୍ରାଦେଶିକ ସରକାରଙ୍କର ମଙ୍ଗ କିଏ ଧରିଥିଲେ? ହଁ, ଏହି ଦୁଇଜଣ ପ୍ରମୁଖ ବ୍ୟକ୍ତି, ଗଭର୍ଣ୍ଣର ସାର୍ ୱିଲିୟମ ହଥର୍ନ ଲୁଇସ୍ ଏବଂ ପ୍ରଧାନମନ୍ତ୍ରୀ କ୍ୟାପ୍ଟେନ୍ ମହାରାଜା ଶ୍ରୀ KCGN ଦେଓ। ଯୁଦ୍ଧ ଓ ପ୍ରଶାସନ ବିଷୟରେ ଲୋକଙ୍କୁ ସଠିକ୍ ଆଉ ନୂଆ ତଥ୍ୟ ଦେବା ପାଇଁ ସେମାନେ ହିଁ ଏହି ବଡ଼ ପଦକ୍ଷେପ ନେଇଥିଲେ। ସମ୍ମାନନୀୟ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଏହି କଥାଟି ବିଷୟକୁ ପୂରା ସ୍ପଷ୍ଟ କରିଦେଉଛି। ସେମାନଙ୍କର ଉଦ୍ଦେଶ୍ୟ କାହାରି ମତକୁ ପ୍ରଭାବିତ କରିବା ନଥିଲା, ବରଂ କେବଳ ଖାଣ୍ଟି ସତକଥା ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା। ବିଶ୍ୱାସ କରନ୍ତୁ, ଯୁଦ୍ଧ ସମୟରେ ଗୁଜବକୁ ରୋକିବା ପାଇଁ ଏହା ଥିଲା ଏକ ମାଷ୍ଟର କ୍ଲାସ୍। କୌଣସି ପ୍ରଚାର ନୁହେଁ, କେବଳ ନିଚ୍ଛକ ସତ୍ୟ ଉପରେ ଗୁରୁତ୍ୱ। ବର୍ତ୍ତମାନ ଦ୍ୱିତୀୟ ବିଭାଗକୁ ଆସିବା। ସେତେବେଳେ ବିଶ୍ୱଯୁଦ୍ଧ ଏକଦମ ଆମ ଦ୍ୱାରଦେଶରେ ଆସି ଠିଆ ହୋଇ ସାରିଥିଲା। ଆସନ୍ତୁ ଦେଖିବା ସେ ସମୟର ସାମରିକ ପ୍ରସ୍ତୁତି। ପ୍ରଥମେ ଆମକୁ ଏହି ବଡ଼ ଚିତ୍ରଟିକୁ ବୁଝିବାକୁ ପଡ଼ିବ। ୟୁରୋପରେ ଦ୍ୱିତୀୟ ଫ୍ରଣ୍ଟର ଯୋଜନା ଆଉ ବ୍ରିଟେନରେ 50ଟି ଆଲାଏଡ୍ ଡିଭିଜନରୁ ଏକାଠି ହେବା। ଦୈନିକ 10,000 ଟନ୍ ଜଳର ଆବଶ୍ୟକତା ଭଳି ବିରାଟ ବ୍ୟବସ୍ଥା। ଏହାର ଠିକ୍ ବିପରୀତ ଦିଗରେ ପଡ଼ୋଶୀ ଆସାମରେ ଜାପାନୀ ସେନାର ଭୟଙ୍କର ପ୍ରବେଶକୁ ତୁଳନା କରାଯାଇଥିଲା। ବିଶ୍ୱସ୍ତରୀୟ ଘଟଣା ସହିତ ଆଞ୍ଚଳିକ ବିପଦକୁ ଗୋଟିଏ ଜାଗାରେ ଦର୍ଶାଇବା ସତରେ ଅଦ୍ଭୁତ ଥିଲା। ଏହିସବୁ ଭିତରେ ଆମ ସ୍ଥାନୀୟ ଲୋକେ କିପରି ଏକଜୁଟ ହେଲେ ତାହା ଦେଖିବା କଥା। ସେନାବାହିନୀରେ ବିପୁଳ ନିଯୁକ୍ତି ମିଳିଲା। କଟକ, ଗଞ୍ଜାମ ଏବଂ ସମ୍ବଲପୁର ଭଳି ଜିଲ୍ଲାରୁ ହଜାର ହଜାର ଯୁବକ ସଶସ୍ତ୍ର ବାହିନୀରେ ଯୋଗ ଦେବା ପାଇଁ ବାହାରି ଆସିଲେ। ଲୋକଙ୍କର ଏହି ଆଗ୍ରହକୁ ବଜାୟ ରଖିବା ପାଇଁ ସେନାବାହିନୀ ଏକ ବଡ଼ ପଦକ୍ଷେପ ନେଲା। ଦରମା ବହୁତ ବଢ଼ାଇଦେଲା। ଟିକେ ଭାବନ୍ତୁ ତ, ଯୁଦ୍ଧ ପୂର୍ବରୁ ମୂଳ ବେତନ ଯେଉଁଠି ମାତ୍ର 16 ଟଙ୍କା ଥିଲା, 1944 ସୁଦ୍ଧା ତାହା ବଢ଼ି ସିଧା 37 ଟଙ୍କା 8 ଅଣାରେ ପହଞ୍ଚିଗଲା। ଆଉ ତା ସହ ବିଦେଶ ଭତ୍ତା। ଏତେ ବଡ଼ ଆର୍ଥିକ ସୁବିଧାକୁ ସେତେବେଳେ ହାତଛଡ଼ା କରିବା ପ୍ରାୟ ଅସମ୍ଭବ ଥିଲା। ଆଉ ଗୋଟିଏ ଗର୍ବର କଥା ଶୁଣନ୍ତୁ, କେବଳ ଲୋକବଳ ନୁହେଁ, ବରଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାରେ ମଧ୍ୟ ଆମ ପ୍ରଦେଶ ବହୁତ ଆଗରେ ଥିଲା। ରୟାଲ ଏୟାର ଫୋର୍ସକୁ ପୂରା 10ଟି ଫାଇଟର ପ୍ଲେନ୍ ଦାନ କରାଯାଇଥିଲା। ଏହା ବ୍ୟତୀତ 2ଟି ଜାହାଜ ଦି ଓଡ଼ିଶା ଏବଂ ଦି କଟକକୁ ଗ୍ରହଣ କରି ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଗଲା। ବର୍ତ୍ତମାନ ତୃତୀୟ ବିଭାଗକୁ ବଢ଼ିବା। ଯୁଦ୍ଧକ୍ଷେତ୍ରରୁ ଟିକେ ନିଜ ଘର ଆଡ଼କୁ ଆସିବା। ସେତେବେଳେ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ସଂଗ୍ରହ ନିଜେ ଏକ ବଡ଼ ଯୁଦ୍ଧ ଥିବା। ଏହି ଖାଦ୍ୟ ସଂଗ୍ରହ ଯୋଜନା ବା ଫୁଡ୍ ପ୍ରକ୍ୟୁରମେଣ୍ଟ ସ୍କିମ୍ କୌଣସି ତାରବାଡ଼ ଉପରେ ଚାଲିବା ଭଳି କାମ ଥିଲା। ପ୍ରଥମ କଥା, ନିଜ ଲୋକଙ୍କୁ ଯେମିତି ଭୋକିଲା ରହିବାକୁ ନ ପଡ଼େ ତାହା ନିଶ୍ଚିତ କରିବା। ତାପରେ ବଳକା ଚାଉଳକୁ ଅଭାବ ଥିବା ପଡ଼ୋଶୀ ପ୍ରଦେଶମାନଙ୍କୁ ରପ୍ତାନି କରିବା। ଏକ ନିର୍ଦ୍ଦିଷ୍ଟ କୋଟା ଜରିଆରେ ବଡ଼ କ୍ରୟକୁ ବାରଣ କରାଗଲା ସତ, କିନ୍ତୁ ଗାଁ ଗହଳିର ଦୈନନ୍ଦିନ ସୁବିଧା ପାଇଁ 10 ମଣ ପର୍ଯ୍ୟନ୍ତ ଛୋଟ ଛୋଟ ବିକ୍ରିକୁ ଖୋଲା ଛାଡ଼ି ଦିଆଯାଇଥିଲା। ଏମିତି ପରିସ୍ଥିତିରେ ସରକାର ସ୍ଥାନୀୟ କ୍ରୟ ଏଜେଣ୍ଟମାନଙ୍କ ଉପରେ ଆଖି ବୁଜି ଭରସା କରୁଥିଲେ। ଗଭର୍ଣ୍ଣର ଲୁଇସ୍ ସେମାନଙ୍କୁ ରୋକଠୋକ ଶୁଣାଇ ଦେଇଥିଲେ ଯେ, ଆପଣମାନେ ଆଉ ଘରୋଇ ବ୍ୟବସାୟୀ ହୋଇ ରହିନାହାନ୍ତି। ଲୋକଙ୍କ ସହ କାରବାର କଲାବେଳେ ଆପଣମାନେ ହିଁ ସରକାରଙ୍କ ପ୍ରତିନିଧି। ଯୁଦ୍ଧ ସମୟରେ କଳାବଜାରୀ ଓ ଲାଭଖୋରୀକୁ ଅଟକାଇବା ପାଇଁ ଏହା ଏକ କଳା ଚେତାବନୀ ଥିଲା। କିନ୍ତୁ କେବଳ ପେଟ କଥା ବୁଝିଲେ ତ ହେବନି, ଅର୍ଥନୀତିକୁ ବି ବଞ୍ଚାଇବାକୁ ପଡ଼ିବ। ବଢ଼ୁଥିବା ମୁଦ୍ରାସ୍ଫୀତି ବା ଇନଫ୍ଲେସନକୁ ରୋକିବାକୁ ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଆରମ୍ଭ ହେଲା। ଓଡ଼ିଶାର ଲକ୍ଷ୍ୟ କ'ଣ ଥିଲା ଜାଣିଛନ୍ତି? ପୂରା ଅଧ କୋଟି ମାନେ 50 ଲକ୍ଷ ଟଙ୍କା ସଂଗ୍ରହ କରିବା। ଏହା ଜାତୀୟ ସଞ୍ଚୟ ପ୍ରମାଣପତ୍ର ମାଧ୍ୟମରେ ବିକ୍ରି ହେଉଥିଲା ଏବଂ ଅନୁମୋଦିତ ଏଜେଣ୍ଟମାନଙ୍କୁ 2% କମିଶନ ମିଳୁଥିଲା। ଆସନ୍ତୁ ବର୍ତ୍ତମାନ ଚତୁର୍ଥ ବିଭାଗ ଉପରେ ନଜର ପକାଇବା। ମୁଦ୍ରାସ୍ଫୀତି ଆଉ ବିଶ୍ୱଯୁଦ୍ଧ ସତ୍ତ୍ୱେ ଭବିଷ୍ୟତ ପାଇଁ ବିନିଯୋଗ, ଶିକ୍ଷା ଆଉ ପୁନର୍ନିର୍ମାଣ କିପରି ଚାଲିଥିଲା ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ। ଏହି ସଂଖ୍ୟାଗୁଡ଼ିକୁ ଟିକେ ଦେଖନ୍ତୁ।
ସେତେବେଳେ ସମୁଦାୟ ପ୍ରଦେଶର ଜନସଂଖ୍ୟା ପାଖାପାଖି 87 ଲକ୍ଷ ଥିଲା। ଏହି ବିରାଟ ସଂଖ୍ୟାକୁ ଦେଖିଲେ ଆମେ ଅନ୍ଦାଜ ଲଗାଇପାରିବା ଯେ ସେତେବେଳେ ଏତେ ବଡ଼ ଏକ ସମାଜକୁ ଆଧୁନିକୀକରଣ ଏବଂ ଶିକ୍ଷିତ କରିବା ପ୍ରଶାସନ ପାଇଁ କେତେ ବଡ଼ ଆହ୍ୱାନ ଥିବ। ସବୁଠୁ ମଜାଦାର କଥା ହେଲା 1944ର ବଜେଟରେ ପ୍ରଶାସନ ନିଜର ପ୍ରଶାସନିକ ଖର୍ଚ୍ଚ କାଟିଦେଇ ଶିକ୍ଷା, କୃଷି ଏବଂ ଶିଳ୍ପ ବିଭାଗ ପାଇଁ ଅତିରିକ୍ତ 22 ଲକ୍ଷ ଟଙ୍କା ମଞ୍ଜୁର କରିଥିଲା। ଏହା ମାଧ୍ୟମରେ ରେଭେନ୍ସା କଲେଜର ସମ୍ପ୍ରସାରଣ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୋଠା ତିଆରିର ଯୋଜନା କରାଗଲା। ଯୁଦ୍ଧ ସମୟରେ ରାଷ୍ଟ୍ର ନିର୍ମାଣରେ ଏହାଠାରୁ ଭଲ ଉଦାହରଣ ଆଉ କଣ ହୋଇପାରେ। ଆଉ ଏବେ ଏହି ସଂଖ୍ୟାଟିକୁ ଦେଖନ୍ତୁ, 10 ଟଙ୍କା। ଶୁଣିବାକୁ ବହୁତ ଛୋଟ ଲାଗୁଛି ନା, କିନ୍ତୁ ସେତେବେଳେ ଏହା ଥିଲା ଜଣେ ତାଲିମପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ପାଇଁ ନୂଆ ସର୍ବନିମ୍ନ ମାସିକ ବେତନ। ଯାହା ଆଗରୁ ମାତ୍ର 4 ଟଙ୍କା ଥିଲା, ତାହାକୁ ବଢ଼ାଇ 10 ଟଙ୍କା କରାଗଲା। ଶିକ୍ଷକମାନଙ୍କ ସ୍ଥିତି ସୁଧାରିବା ପାଇଁ ଏହା ସତରେ ଏକ ଐତିହାସିକ ନିଷ୍ପତ୍ତି ଥିଲା। କିନ୍ତୁ ଚିତ୍ରର ଅନ୍ୟପଟେ ଥିଲା ଏକ କଠୋର ବାସ୍ତବତା। ଯୁଦ୍ଧ ପରବର୍ତ୍ତୀ ଶିକ୍ଷା ପାଇଁ ଯେଉଁ ଜାତୀୟ ସାର୍ଜେଣ୍ଟ ରିପୋର୍ଟ ଆସିଥିଲା, ତାହାର ବାର୍ଷିକ ଖର୍ଚ୍ଚ ଥିଲା 2.61 କୋଟି ଟଙ୍କା, ଯେତେବେଳେ କି ଆମ ପ୍ରଦେଶର ସମୁଦାୟ ରାଜସ୍ୱ ଥିଲା ମାତ୍ର 2.56 କୋଟି ଟଙ୍କା। ମାନେ ଯୋଜନା ଯେତେ ବଡ଼, ଆମ ପକେଟ୍ ସେତେ ଛୋଟ। ଆମର ଆର୍ଥିକ ସୀମା କେତେ ସୀମିତ ଥିଲା, ତାହା ଏଥିରୁ ସ୍ପଷ୍ଟ ହୋଇଯାଉଛି। ଶେଷରେ ବିଭାଗ 5 ଏକ ସମ୍ପୂର୍ଣ୍ଣ ସମୟ କ୍ୟାପ୍ସୁଲ। ଆମେ ସେହି 1944ର ପରିବେଶକୁ ଟିକେ ପଛକୁ ଫେରି ଦେଖିବା। ସବୁକିଛିକୁ ଏକାଠି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଗୋଟିଏ ପଟେ ୟୁରୋପରେ ଥିବା 11,500 ଭାରତୀୟ ଯୁଦ୍ଧବନ୍ଦୀମାନଙ୍କୁ ଚୁଟି ତେଲ ପଠାଇବାଠାରୁ ଆରମ୍ଭ କରି ଅନ୍ୟପଟେ ରାଜ୍ୟ ଭିତରେ ଲୁଗାପଟାର ଦାମ ନିୟନ୍ତ୍ରଣ। ଗୋଟିଏ ପଟେ ପ୍ରାଥମିକ ଶିକ୍ଷା ବନାମ ଉଚ୍ଚଶିକ୍ଷାର ସନ୍ତୁଳନ, ତ ଅନ୍ୟପଟେ ଯୁଦ୍ଧ ପରବର୍ତ୍ତୀ ଭବିଷ୍ୟତ ପାଇଁ ପ୍ରସ୍ତୁତି। ପ୍ରତ୍ୟେକ ପୃଷ୍ଠା ଆଜିର ଅସ୍ତିତ୍ୱ ଏବଂ ଆସନ୍ତାକାଲିର ସମୃଦ୍ଧି ପାଇଁ କରାଯାଇଥିବା ଏକ ଅଦ୍ଭୁତ ଲଢ଼େଇର କାହାଣୀ କହୁଛି। ତେବେ ଏହି ପୂରା ବିଶ୍ଳେଷଣଟି ଆମ ସାମ୍ନାରେ ଗୋଟିଏ ବଡ଼ ପ୍ରଶ୍ନ ଛିଡ଼ା କରୁଛି। 1944ର ଏହି ଘଟଣାକ୍ରମରୁ, ଯେଉଁଠି ବିଶ୍ୱସ୍ତରୀୟ ଚାପ ସହିତ ସ୍ଥାନୀୟ ଦୈନନ୍ଦିନ ଆବଶ୍ୟକତାକୁ ସଫଳତାର ସହ ସନ୍ତୁଳିତ କରାଯାଇଥିଲା, ଆଜିର ଆଧୁନିକ ସରକାରମାନେ କେଉଁ ଶିକ୍ଷା ପାଇପାରିବେ? ବାସ୍ତବରେ ବିଶ୍ୱସ୍ତରୀୟ ଚାପ ସହ ସ୍ଥାନୀୟ ଜୀବନକୁ ସନ୍ତୁଳିତ କରିବାର ମୂଳ ଶାସନକଳା କ'ଣ ସତରେ ବଦଳିଛି? ଏହି ଚିନ୍ତାଧାରା ସହିତ ମୁଁ ଆଜିର ଏହି ବିଶ୍ଳେଷଣକୁ ଏଠାରେ ରଖୁଛି।